এইপাই সন্দেহ আসুଛି যে ହଁ କିଛି ନିଜ ଉଦ୍ଦେଶ୍ୟ ନେଇ ତମେ ଆମ ଭିତରେ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି କରିଛ। ନିଜ ଉଦ୍ଦେଶ୍ୟ ପୁଣି ମୋର। ଆଚ୍ଛା କଣ ହେଇପାରେ କୁହ ତ? ଏ ପ୍ରତ୍ୟେକ ଅଂଶର ଏକମାତ୍ର କୁଳବଧୂ ଭାବରେ ତମେ ମଧ୍ୟ ଇଚ୍ଛା କରୁଛ ଏ ସମସ୍ତ ପ୍ରପର୍ଟିର ମାଲିକାରୀ ହେବା ପାଇଁ। ତେଣୁ ତମେ ଆମ ଭିତରେ ଏମିତି ବିଷର ନାଟକ କରୁଛ। আরে তরুণ ঠিক কইছো তু আরে কোঠির ঝিও সে আজ সিনা তু তাকে স্ত্রী ভাবে গ্রহণ করি এতে বড় সৌভাগ্য দেইছু না আছে তার বংশ মর্যাদা না আছে তার পরম্পরা তো রাস্তা করো অপরিষ্কার জীবই নথিব এ কথা কিয়ে কইব ମୁଁ ତ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଏମିତି ପରସ୍ପର ଭିତରେ ଝଗଡ଼ା କରି ନିଜ ସମ୍ପର୍କକୁ ବିଷାକ୍ତ କରିଦିଅନି। ବରଂ ଭବିଷ୍ୟତରେ ଆମେ ଗୋଟେ ସୂତାରେ ବାନ୍ଧି କେମିତି ହସ ଖୁସି ଚଳିବା ସେ ଚିନ୍ତା କର। ମତେ କ୍ଷମା କରିଦବ ତରୁଣ, ମତେ ତମେ କ୍ଷମା କରିଦବ। କୌଣସି ପରିସ୍ଥିତିରେ ମୁଁ ଏ ପରିବାର ସହିତ ରହିବା ପାଇଁ ଚାହୁଁନି। ତମେ ଚାହୁଁଛ ମୁଁ ମୋ ପରିବାରଠୁ ଅଲଗା ହେଇଛି? ନା ମୁଁ ସେ କଥା ଅଲଗା କଥା ହିଁ କହିନି। ଆଉ କଣ? ତମ କଥା ବିଶ୍ୱାସ କରୁନି ସେଇଥିପାଇଁ କହୁଛି। ତାହେଲେ ମୁଁ କାହିଁକି ରହିବି? କଣ ପାଇଁ ରହିବି? ଏବେ ଏଇ ମୁହୂର୍ତ୍ତରେ ବିନା ଦ୍ୱିଧାରେ ମୁଁ ଏ ଘର ଛାଡ଼ିକି ଚାଲିଛି। ସ୍ୱାମୀ ସ୍ତ୍ରୀ ଭିତରେ ଭଲ ପାଇବା ନାହିଁ, ସ୍ୱାମୀ ଭିତରେ ବିଶ୍ୱାସ ନାହିଁ, ସେମିତି ସମ୍ପର୍କରେ ବି କିଛି ମୂଲ୍ୟ ନାହିଁ। ମୂଲ୍ୟ ଅଛି, ବହୁତ ମୂଲ୍ୟ ଅଛି, ଯୋଉଟାକୁ ତମେ ଏବେ ବୁଝି ପାରୁନ। ଆଉ ଯେତେବେଳେ ବୁଝିବ ସେତେବେଳେ ଏମିତି କିଛି ହରେଇ ସାରିଥିବ ଆଉ ତ କିଛି